ନମସ୍କାର। ଆଜିର ଏ ସ୍ୱତନ୍ତ୍ର ବିଶ୍ଳେଷଣକୁ ସମସ୍ତଙ୍କୁ ସ୍ୱାଗତ। ମହାଭାରତର କାହାଣୀରେ ଅନେକ ରହସ୍ୟ ଲୁଚି ରହିଛି, ଏକଥା ତ ଆମେ ସମସ୍ତେ ଜାଣୁ। କିନ୍ତୁ ଆଜି ଆମେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଉପରେ କଥା ହେବା, ଯେଉଁଥିରେ ବିଶ୍ୱାସଘାତକତା ଆଉ ଚମତ୍କାରର ଏକ ଅଦ୍ଭୁତ ମିଳନ ଦେଖିବାକୁ ମିଳେ। ସବୁଠୁ ମଜାଦାର କଥା ହେଉଛି କିପରି ଗୋଟିଏ ଭୟଙ୍କର ଷଡ଼ଯନ୍ତ୍ର ଶେଷରେ ଜଣଙ୍କର ସବୁଠାରୁ ବଡ଼ ଶକ୍ତିର କାରଣ ପାଲଟିଗଲା। ତେବେ ଡେରି ନ କରି ଆସନ୍ତୁ ସିଧାସଳଖ ପ୍ରବେଶ କରିବା ଦୁର୍ଯ୍ୟୋଧନଙ୍କର ସେହି କୁଖ୍ୟାତ ତଥା ରହସ୍ୟମୟ ଚକ୍ରାନ୍ତ ଭିତରକୁ। ଆଚ୍ଛା, ଗୋଟିଏ କଥା ଭାବନ୍ତୁ ତ, କଣ ସବୁଠାରୁ ମାରାତ୍ମକ ବିଷ ଗୋଟିଏ ଜୀବନ ରକ୍ଷାକାରୀ ଔଷଧ ପାଲଟିପାରେ? ଶୁଣିବାକୁ ପୁରା ଅସମ୍ଭବ ଲାଗୁଛି ନା? ମାନେ ବିଷ କେମିତି ଜୀବନ ବଞ୍ଚେଇବ? କିନ୍ତୁ ଆଜିର ଏହି ଆଲୋଚନାରେ ଆମେ ଠିକ୍ ଏଇଆ ହିଁ ଦେଖିବାକୁ ଯାଉଛୁ। ଜୀବନ ନେବା ପାଇଁ ଦିଆଯାଇଥିବା ଏକ ସାଂଘାତିକ ବିଷ କିପରି ଶେଷରେ ଏକ ମହାଔଷଧିରେ ବଦଳିଗଲା। ଆସନ୍ତୁ ଏହି ରୋମାଞ୍ଚକର ଘଟଣାର ମୂଳ ପର୍ଯ୍ୟନ୍ତ ଯିବା ଆଉ ଜାଣିବା ସେହି ଚମତ୍କାରୀ ତଥ୍ୟ ଯାହା ପୁରା ଖେଳକୁ ଓଲଟାଇ ଦେଇଥିଲା। ଆରମ୍ଭ କରିବା ଆମର ପ୍ରଥମ ବିଭାଗରୁ, କୌରବମାନଙ୍କର ଈର୍ଷ୍ୟା। ପିଲାଦିନର କଥା। ପାଣ୍ଡବ ଆଉ କୌରବମାନେ ଯେତେବେଳେ ଏକାଠି ବଢ଼ୁଥିଲେ, ସେତେବେଳେ ସମସ୍ତଙ୍କ ନଜର ଥିଲା କେବଳ ଗୋଟିଏ ଜିନିଷ ଉପରେ। ତାହା ହେଉଛି ଭୀମଙ୍କ ଅସୀମ ଶାରୀରିକ ବଳ। ତାଙ୍କ ଭିତରେ ଯେମିତି ଏକ ପ୍ରାକୃତିକ ଶକ୍ତିର ଭଣ୍ଡାର ଭରି ରହିଥିଲା। ଆଉ ଠିକ୍ ଏହି କଥାଟି ହିଁ ଦୁର୍ଯ୍ୟୋଧନଙ୍କ ପାଇଁ ସବୁଠୁ ବଡ଼ ମୁଣ୍ଡବିନ୍ଧାର କାରଣ ଥିଲା। ଭୀମଙ୍କ ଶକ୍ତି ଯେମିତି ଯେମିତି ବଢ଼ୁଥିଲା, ଦୁର୍ଯ୍ୟୋଧନଙ୍କ ମନରେ ଈର୍ଷ୍ୟାର ନିଆଁ ସେମିତି ସେମିତି ତୀବ୍ର ହେଉଥିଲା। ଦୁର୍ଯ୍ୟୋଧନଙ୍କୁ ଗୋଟିଏ କଥା ସ୍ପଷ୍ଟ ଜଣାଥିଲା ଯେ ଯଦି ତାଙ୍କ ରାସ୍ତାରେ କେହି ବଡ଼ ପ୍ରତିବନ୍ଧକ ଅଛି, ସେ ହେଉଛନ୍ତି କେବଳ ଭୀମ। ଆଉ ଏହି ବିଷାକ୍ତ ଈର୍ଷ୍ୟା ହିଁ ସେହି ଭୟଙ୍କର ଷଡ଼ଯନ୍ତ୍ରର ମଞ୍ଜି ବୁଣିଥିଲା। ବର୍ତ୍ତମାନ ଦେଖିବା ଦ୍ୱିତୀୟ ବିଭାଗ, ବିଷାକ୍ତ କ୍ଷୀରି ଷଡ଼ଯନ୍ତ୍ର। ତେବେ ଏହି ଯୋଜନାଟି କେମିତି ପ୍ରସ୍ତୁତ ହେଲା? ଏଠାରେ ପ୍ରବେଶ କରନ୍ତି ଶକୁନି ମାମୁଁ। ଦୁର୍ଯ୍ୟୋଧନ ଆଉ ଶକୁନି ମିଶି ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କଲେ। ପ୍ରଥମ ପଦକ୍ଷେପ ଥିଲା ଗଙ୍ଗାନଦୀ କୂଳରେ ଥିବା ପ୍ରମାଣକୁଟିଠାରେ ଏକ ବହୁତ ବଢ଼ିଆ ଜଳକ୍ରୀଡ଼ା ବା ୱାଟର ସ୍ପୋର୍ଟସ୍ ଉତ୍ସବର ଆୟୋଜନ କରିବା। ବାହାରୁ ଦେଖିଲେ ଲାଗିବ ଯେମିତି ଭାଇମାନେ ମିଶି ମଜା କରୁଛନ୍ତି, କିନ୍ତୁ ଭିତରେ ଚାଲିଥିଲା ମୃତ୍ୟୁର ଖେଳ। ଖେଳକୁଦ ସରିବା ପରେ ଶକୁନି ଅତି ଗୋପନୀୟ ଭାବରେ ସବୁଠାରୁ ଭୟଙ୍କର କାଳକୂଟ ବିଷ ମିଶାଇ ଏକ ସ୍ୱତନ୍ତ୍ର କ୍ଷୀରି ପ୍ରସ୍ତୁତ କଲେ। ଆଉ ତାପରେ ଦିନଯାକର ଖେଳକରେ ପ୍ରବଳ ଭୋକିଲା ଥିବା ଭୀମଙ୍କୁ ଖୁବ୍ ସ୍ନେହର ସହିତ ସେହି ବିଷାକ୍ତ କ୍ଷୀରି ଖାଇବାକୁ ଦିଆଗଲା। ଆନନ୍ଦ ଉଲ୍ଲାସର ଛଳନା ପଛରେ ଏହା ଥିଲା ଏକ ଅତ୍ୟନ୍ତ କଳା ସତ୍ୟ। ଏହାପରେ ଆସୁଛି ତୃତୀୟ ବିଭାଗ, ଗଙ୍ଗାନଦୀ କୂଳରେ ବିଶ୍ୱାସଘାତକତା। ଏବେ ଘଟଣାଗୁଡ଼ିକ ଖୁବ୍ ଦ୍ରୁତଗତିରେ ବଦଳିବାକୁ ଲାଗିଲା। ଭୀମ ତ ଥିଲେ ଖାଦ୍ୟପ୍ରିୟ। ସେ କୌଣସି ସନ୍ଦେହ ନ କରି ଖୁସିରେ ସେହି ସମସ୍ତ ବିଷାକ୍ତ କ୍ଷୀରିକୁ ଖାଇଦେଲେ। ଏହାର କିଛି କ୍ଷଣ ମଧ୍ୟରେ ସେହି ସାଂଘାତିକ କାଳକୂଟ ବିଷ ନିଜର କାମ ଆରମ୍ଭ କରିଦେଲା ଏବଂ ଭୀମ ସମ୍ପୂର୍ଣ୍ଣ ଅଚେତ ହୋଇ ତଳେ ପଡ଼ିଗଲେ। ହେଲେ ଦୁର୍ଯ୍ୟୋଧନ ଏବଂ ଦୁଃଶାସନଙ୍କ ନିଷ୍ଠୁରତା ଏଇଠି ସରିନଥିଲା। ସେମାନେ ଜଙ୍ଗଲରୁ ମୋଟା ଲତା ଆଣି ଭୀମଙ୍କ ହାତଗୋଡ଼କୁ ଶକ୍ତ କରି ବାନ୍ଧିଦେଲେ ଏବଂ ଅତି ନିର୍ଦ୍ଦୟ ଭାବରେ ତାଙ୍କୁ ଗଙ୍ଗାନଦୀର ଅନ୍ଧକାରମୟ ଗଭୀର ଜଳ ଭିତରକୁ ଫିଙ୍ଗିଦେଲେ। କୌଣସି ଦୟା ନାହିଁ କି ଭାଇଚାରାର ଟିକିଏ ବି ସମ୍ମାନ ନାହିଁ। ବାସ୍, ଅଚେତ ଭୀମ ଧୀରେ ଧୀରେ ଗଙ୍ଗାର ଗଭୀରତାକୁ ବୁଡ଼ିବାକୁ ଲାଗିଲେ। ଚତୁର୍ଥ ବିଭାଗ, ନାଗଲୋକରେ ଜାଗରଣ। ଏବେ ଆସିବ କାହାଣୀର ସବୁଠୁ ବଡ଼ ଟ୍ୱିଷ୍ଟ। କଥା ଏଇଠି ସରିଗଲା ବୋଲି ଯଦି ଆପଣ ଭାବୁଛନ୍ତି, ତେବେ ବିଲକୁଲ ନୁହେଁ। ନଦୀ ଗର୍ଭକୁ ଖସିଯିବା ପରେ ଭୀମ ସିଧା ଯାଇ ପହଞ୍ଚିଲେ ଏକ ରହସ୍ୟମୟ ଦୁନିଆରେ, ଯାହାକୁ କୁହାଯାଏ ନାଗଲୋକ। ଥରେ ସେହି ପରିସ୍ଥିତି କଥା କଳ୍ପନା କରନ୍ତୁ ତ। ଜଣେ ମଣିଷ ଯିଏ ଆଗରୁ ଏକ ମାରାତ୍ମକ ବିଷ ଖାଇ ସମ୍ପୂର୍ଣ୍ଣ ଅଚେତ ହୋଇପଡ଼ିଛି, ଏବେ ତାଙ୍କ ପାତାଳରେ ଅସଂଖ୍ୟ ଅତି ବିଷାକ୍ତ ସାପ ଘେରିଗଲେ। ଆଉ କେବଳ ଘେରିଗଲେ ନାହିଁ, ସଙ୍ଗେ ସଙ୍ଗେ ଦଂଶନ କରିବା ମଧ୍ୟ ଆରମ୍ଭ କରିଦେଲେ। ବାହାରୁ ଦେଖିଲେ ଲାଗିବ ଏବେ ତ ବଞ୍ଚିବାର କୌଣସି ରାସ୍ତା ହିଁ ନାହିଁ, କିନ୍ତୁ ପ୍ରକୃତିର ଖେଳ ବେଳେବେଳେ ନିଆରା ହୋଇଥାଏ। ଆଉ ଏଇଠି ହିଁ ଆମର ସେହି ଆରମ୍ଭର ପ୍ରଶ୍ନର ଉତ୍ତର ରହିଛି। ଏଠାରେ କାମ କଲା ଏକ ପ୍ରାଚୀନ ଆୟୁର୍ବେଦିକ ନୀତି, ବିଷେଣ ବିଷମୌଷଧମ୍। ଏହାର ଅର୍ଥ ହେଉଛି ଗୋଟିଏ ବିଷ ହିଁ ଅନ୍ୟ ଏକ ବିଷର ଔଷଧ ପାଲଟିଯାଏ। ଯେତେବେଳେ ନାଗଲୋକର ସେହି ଭୟଙ୍କର ସାପମାନେ ଭୀମଙ୍କୁ କାମୁଡ଼ିଲେ, ସେମାନଙ୍କର ସାଂଘାତିକ ବିଷ ଭୀମଙ୍କ ଶରୀରରେ ଥିବା କାଳକୂଟ ବିଷ ସହିତ ମିଶିଗଲା। ଆଉ ଆଶ୍ଚର୍ଯ୍ୟର କଥା ଦେଖନ୍ତୁ, ଭୀମଙ୍କୁ ମାରିବା ପରିବର୍ତ୍ତେ ଏହି ନୂଆ ସାପ ବିଷ ସେହି ପୁରୁଣା କାଳକୂଟ ବିଷକୁ ସମ୍ପୂର୍ଣ୍ଣ କାଟିଦେଲା। ଅର୍ଥାତ୍ ଏହା ଏକ ଆଣ୍ଟିଡୋଟ୍ ବା ଔଷଧ ଭଳି କାମ କଲା। ଯେଉଁ ସାପମାନେ ତାଙ୍କୁ ମାରିବାକୁ ଆସିଥିଲେ, ସେମାନେ ଅଜାଣତାରେ ତାଙ୍କ ଜୀବନ ବଞ୍ଚାଇଦେଲେ। ସତରେ ଅଦ୍ଭୁତ ନା? ଠିକ୍ ଏତିକିବେଳେ କାହାଣୀରେ ଆଉ ଏକ ମୋଡ଼ ଆସେ। ନାଗଲୋକରେ ଥିବା ଆର୍ଯ୍ୟକ ନାଗ ନାମକ ଜଣେ ବହୁତ ପ୍ରଭାବଶାଳୀ ନାଗ ଭୀମଙ୍କୁ ଦେଖିଲେ। ଜାଣନ୍ତି ସେ କିଏ ଥିଲେ? ସେ ଥିଲେ ଭୀମଙ୍କ ଅଜାଙ୍କ ପରିବାରର ଜଣେ ସଦସ୍ୟ, ମାନେ ନିଜ ରକ୍ତ ସମ୍ପର୍କ। ସେ ସାଙ୍ଗେ ସାଙ୍ଗେ ଭୀମଙ୍କୁ ଚିହ୍ନିଦେଲେ
ଆଉ ତାପରେ ସେ ଭୀମଙ୍କୁ କେବଳ ସୁରକ୍ଷା ଦେଲେ ନାହିଁ, ବରଂ ନାଗଲୋକର ଏକ ଗୁପ୍ତ ସରୋବର ପାଖକୁ ନେଇଗଲେ। ସେଠାରେ ସେ ଭୀମଙ୍କୁ ପିଇବାକୁ ଦେଲେ ଏକ ସ୍ୱତନ୍ତ୍ର ଅମୃତ ରସ। ଏହା କୌଣସି ସାଧାରଣ ଜଳ ନଥିଲା। ଏହା ଥିଲା ଏକ ଦିବ୍ୟ ବରଦାନ, ଯାହା ଭୀମଙ୍କୁ ଏକ ନୂଆ ରୂପ ଦେବାକୁ ଯାଉଥିଲା। ଏହି ଅମୃତ ରସର ଶକ୍ତି କେତେ ଥିଲା ଜାଣିଛନ୍ତି? 10,000। ଆଜ୍ଞା ହଁ, ଗୋଟିଏ ବା ଦୁଇଟି ନୁହେଁ। ସେହି ଅମୃତ ରସ ପିଇବା ମାତ୍ରେ ଭୀମଙ୍କ ଶରୀରରେ ପୂରା 10,000 ହାତୀର ବଳ ପ୍ରବେଶ କଲା। ଯେଉଁ ଦୁର୍ଯ୍ୟୋଧନ ଭୀମଙ୍କୁ ଦୁର୍ବଳ ଭାବି ମାରିଦେବାକୁ ଚାହିଁଥିଲେ, ତାଙ୍କର ସେହି ଚକ୍ରାନ୍ତ ଯୋଗୁଁ ହିଁ ଭୀମ ଏବେ ଆଗ ଅପେକ୍ଷା 1000 ଗୁଣ ଅଧିକ ଶକ୍ତିଶାଳୀ ଆଉ ଅପରାଜୟ ହୋଇଯାଇଥିଲେ। ଭାଗ୍ୟ କେମିତି ଗୋଟିଏ ବିପଦକୁ ଏତେ ବଡ଼ ସୁଯୋଗରେ ବଦଳାଇ ଦେଇପାରେ, ଏହା ତାହାର ଏକ ଜ୍ୱଳନ୍ତ ଉଦାହରଣ। ଏବେ ଆସିବା ଆମର ଶେଷ ବିଭାଗକୁ। ପଞ୍ଚମ ଅଧ୍ୟାୟ, ଏକ ଶକ୍ତିଶାଳୀ ପ୍ରତ୍ୟାବର୍ତ୍ତନ। କିଛିଦିନ ପରେ ଭୀମ ଯେତେବେଳେ ନିଜର ପୂର୍ଣ୍ଣ ଶକ୍ତି ସହିତ ହସ୍ତିନାପୁରକୁ ଫେରିଲେ, ଭାବନ୍ତୁ ତ କୌରବମାନଙ୍କର ଅବସ୍ଥା କ'ଣ ହୋଇଥିବ। ଯେଉଁ ଭାଇକୁ ସେମାନେ ନିଜ ହାତରେ ବିଷ ଦେଇ ନଦୀରେ ଫିଙ୍ଗି ଦେଇଥିଲେ, ସେ ବଞ୍ଚିଯାଇଛି ଆଉ ଆଗଠୁ ବହୁତ ବଳଶାଳୀ ହୋଇ ସାମ୍ନାରେ ଛିଡ଼ା ହୋଇଛି। ଏହା ଦେଖି ଦୁର୍ଯ୍ୟୋଧନ, ଦୁଃଶାସନ ଏବଂ ଶକୁନିଙ୍କର ହୋସ୍ ଉଡ଼ିଗଲା। ସେମାନେ ପୁରା ଭୟଭୀତ ହୋଇଗଲେ। କିନ୍ତୁ ମହାମନ୍ତ୍ରୀ ବିଦୁର ଏଠାରେ ଏକ ବୁଦ୍ଧିମାନର ପରାମର୍ଶ ଦେଲେ। ସେ କହିଲେ ଯେ ଏହି ଷଡ଼ଯନ୍ତ୍ର କଥା ବାହାରେ କାହାକୁ ନ କହିବା ପାଇଁ, କାରଣ ଶତ୍ରୁକୁ ସବୁବେଳେ ନିଜର ପ୍ରକୃତ କ୍ଷମତାର ଅନ୍ଦାଜ ଦେବା ଠିକ୍ ନୁହେଁ। ହେଲେ ମନେ ମନେ ଏହି ଘଟଣାଟି କୌରବ ଓ ପାଣ୍ଡବଙ୍କ ଭିତରେ ଥିବା ତିକ୍ତତାକୁ ଏକ ବିପଜ୍ଜନକ ସ୍ତରକୁ ନେଇଗଲା। ଶତ୍ରୁତାର ନିଆଁ ବର୍ତ୍ତମାନ ସବୁଦିନ ପାଇଁ ଜଳି ଉଠିଥିଲା। ତେବେ ଆମର ଏହି ସମଗ୍ର ବିଶ୍ଳେଷଣରୁ ଗୋଟିଏ କଥା ସ୍ପଷ୍ଟ: ମନ୍ଦ ଉଦ୍ଦେଶ୍ୟ ରଖି କରାଯାଇଥିବା ଷଡ଼ଯନ୍ତ୍ର କେବେ ବି ସଫଳ ହୁଏ ନାହିଁ, ଯଦି ଆମେ ସତ୍ୟ ଏବଂ ଧର୍ମର ରାସ୍ତାରେ ଥାଉ। ଦେଖନ୍ତୁ ନା, କୌରବମାନେ ଭୀମଙ୍କୁ ଶେଷ କରିଦେବାକୁ ଚାହୁଁଥିଲେ, ହେଲେ ଫଳ କ'ଣ ହେଲା? ସେହି ସମାନ ଷଡ଼ଯନ୍ତ୍ର ଭୀମଙ୍କୁ 10,000 ହାତୀର ବଳ ଦେଇଗଲା। ଅଧର୍ମର ଚକ୍ରାନ୍ତ ନିଜ ଉପରେ ହିଁ ଭାରି ପଡ଼ିଲା, ଆଉ ତାହା ଧାର୍ମିକ ପାଇଁ ଶକ୍ତିର ଏକ ବିରାଟ ଉତ୍ସ ହୋଇଗଲା। ଏହା ଆମକୁ ଶିଖାଏ ଯେ ପରିସ୍ଥିତି ଯେତେ ଖରାପ ହେଲେ ବି ଧୈର୍ଯ୍ୟ ରଖିବ ନିହାତି ଜରୁରୀ। ଆଉ ଏବେ ଶେଷରେ ଗୋଟିଏ ବଡ଼ ପ୍ରଶ୍ନ ସହିତ ଆମେ ଆଜିର ଏହି ଆଲୋଚନାକୁ ଶେଷ କରିବା। ଏହି ଘଟଣା କେବଳ ଗୋଟିଏ ବିଫଳ ହତ୍ୟା ଉଦ୍ୟମ ଥିଲା କି? ଗଙ୍ଗା ନଦୀର ଗଭୀରତାରେ ଘଟିଥିବା ଏହି ଭୟଙ୍କର ବିଶ୍ୱାସଘାତକତା ହିଁ କ'ଣ ସେହି ମଞ୍ଜି ନଥିଲା, ଯାହା ଭବିଷ୍ୟତରେ ମହାଭୟଙ୍କର କୁରୁକ୍ଷେତ୍ର ଯୁଦ୍ଧର ରୂପ ନେଲା? ସେହିଦିନ ହିଁ ବୋଧହୁଏ ନିଷ୍ପତ୍ତି ହୋଇଯାଇଥିଲା ଯେ ଏହି ଦୁଇ ପରିବାର କେବେ ବି ଶାନ୍ତିରେ ଏକାଠି ରହିପାରିବେ ନାହିଁ। ଟିକେ ଭାବିବେ ଏହି ବିଷୟରେ। ଆମର ଏହି ପ୍ରସ୍ତୁତି ସହିତ ଶେଷ ପର୍ଯ୍ୟନ୍ତ ରହିଥିବାରୁ ଆପଣ ସମସ୍ତଙ୍କୁ ଅଶେଷ ଧନ୍ୟବାଦ। ଆଗକୁ ମଧ୍ୟ ଏହିଭଳି ଅନେକ ରୋମାଞ୍ଚକର ତଥ୍ୟକୁ ସହଜରେ ବୁଝିବାର ଏହି ପ୍ରୟାସ ଜାରି ରହିବ।